ଆଜିର ଏହି ଭିଡ଼ିଓଟିର ବିଷୟଟି ହେଉଛି ଆତ୍ମନିର୍ଭରଶୀଳ ଭାରତ ବିଷୟରେ ରଚନା। ଏହା କେତେଗୁଡ଼ିଏ ଛାତ୍ରଛାତ୍ରୀ ଏହି ବିଷୟର ରଚନାଟି ଭିଡ଼ିଓ ମାଧ୍ୟମରେ ବାହାର କରିବାକୁ ଅନୁରୋଧ କରିଥିବାରୁ ଆମେ ପରିଶ୍ରମ କରି ବାହାର କରିଛୁ। ଠିକ୍ ଅଛି, ସର୍ବପ୍ରଥମ ନିଶ୍ଚୟ ଗୋଟିଏ ଲାଇକ୍ କରିବ ଏବଂ ଯେଉଁମାନେ ସବସ୍କ୍ରାଇବ୍ କରିନାହାନ୍ତି ନିଶ୍ଚୟ ଆମ ଏହି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବ, କାରଣ ଆମ ଏହି ଚ୍ୟାନେଲରେ ସମସ୍ତ ପ୍ରକାର ଶିକ୍ଷା ସମ୍ବନ୍ଧୀୟ ଭିଡ଼ିଓ ଏବଂ ରୋଗ ବ୍ୟାଧି ଆଦିର ସରଳ ଘରୋଇ ଉପଚାର ଭିଡ଼ିଓ ମାଧ୍ୟମରେ ବାହାର କରୁ। ଠିକ୍ ଅଛି, ଦେଖିବା ଆଜିର ରଚନା ଆତ୍ମନିର୍ଭରଶୀଳ ଭାରତ। ବହୁ ପୁରାଣ କାଳରୁ ଲୋକବାଣୀ ରହିଛି, ଯାହା ନାହିଁ ଭାରତେ ତାହା ନାହିଁ ଜଗତେ, ତାହା ହିଁ ପରମ ସତ୍ୟ ଅଟେ। ଏହି ଦେଶ ହେଉଛି ଋଷି ମୁନିଙ୍କ ଦେଶ। ଏହି ଦେଶରେ ଯୁଗେ ଯୁଗେ ସ୍ୱୟଂ ପରମେଶ୍ୱର ଭଗବାନଙ୍କ ସମେତ ଅନେକ ଦେବାଦେବୀ ଅବତରିତ ହୁଅନ୍ତି। ଧନ ରତ୍ନରେ ପରିପୂର୍ଣ୍ଣ ଏହି ଭାରତକୁ ଅନେକ ବିଦେଶୀ ସମ୍ରାଟ କୁଦୃଷ୍ଟି ପକାଇଥିଲେ। ଇତିହାସ ସାକ୍ଷୀ ରହିଛି, ନଈ ନାଳରେ ପାଣି ଯେମିତି ବହିଯାଏ, ଠିକ୍ ସେହିପରି ଆମ ଦେଶରୁ ବିଦେଶକୁ ଦୀର୍ଘ 200 ବର୍ଷ ଧରି ଧନ ରତ୍ନ ପାଣି ପରି ବହିଯାଇଛି। ତା ସତ୍ତ୍ୱେ ମଧ୍ୟ ଭାରତରେ ଯାହା ରହିଛି ତାହା ବିଶ୍ୱ ଦରବାରରେ ଅତୁଳନୀୟ। ପ୍ରାକୃତିକ ସମ୍ପଦ ଭରା ମୁନିଋଷିଙ୍କର ଦେଶ ଭାରତବର୍ଷର ଦେଶ ବିଦେଶରେ ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ରହିଛି। ଭାରତୀୟଙ୍କ ସଭ୍ୟତା, ସଂସ୍କୃତି, ଆତ୍ମବିଶ୍ୱାସ, ନିଷ୍ଠା, ବୀରତ୍ୱ, ପରୋପକାର ଓ ବସୁଧୈବ କୁଟୁମ୍ବକମ୍ର ଚିନ୍ତା ପାଇଁ ଭାରତ ବିଶ୍ୱଗୁରୁର ମାନ୍ୟତା ପାଇ ଆସିଛି। କୌଣସି କ୍ଷେତ୍ରରେ ଏବେ ବିକାଶଶୀଳ ରାଷ୍ଟ୍ରମାନଙ୍କ ତୁଳନାରେ ଭାରତ ପଛଘୁଞ୍ଚା ଦେଇନାହିଁ। ଶିକ୍ଷା କ୍ଷେତ୍ରରେ, ବାଣିଜ୍ୟ କ୍ଷେତ୍ରରେ, କୃଷି କ୍ଷେତ୍ରରେ, ରପ୍ତାନି କ୍ଷେତ୍ରରେ, ବିଜ୍ଞାନ କ୍ଷେତ୍ରରେ ଆଦି ପ୍ରତ୍ୟେକ କ୍ଷେତ୍ରରେ ଭାରତର ସ୍ଥାନ ଉଚ୍ଚରେ ରହିଛି। ଭାରତ ଏବେ ଆତ୍ମନିର୍ଭରଶୀଳ ଏବଂ ସମୃଦ୍ଧ ହୋଇ ଉଠିଛି। ଆତ୍ମନିର୍ଭରତା ବିନା ଦେଶର ଅର୍ଥନୀତି ଦୁର୍ବଳ ହୋଇଯାଏ ଏବଂ ସାମାଜିକ ଦୁର୍ବଳତାରେ ବ୍ୟକ୍ତି ସତ୍ତା ହରାଏ। ଏଣୁ ଏବେ ସମଗ୍ର ଭାରତବାସୀ ସ୍ୱାବଲମ୍ବୀ ହୋଇ କର୍ତ୍ତବ୍ୟ ମୁଖରେ ଆଗେଇ ଯାଉଛନ୍ତି। ପୂର୍ବରୁ ଆମେ ଯାହା ବିଦେଶରୁ ଆମଦାନୀ କରୁଥିଲେ, ବର୍ତ୍ତମାନ ସ୍ୱାବଲମ୍ବୀ ହୋଇ ସେହିସବୁ ରପ୍ତାନି କରି ଦେଶର ଅର୍ଥନୀତିକୁ ସୁଦୃଢ଼ କରିପାରିଛି। ଅତଏବ ବର୍ତ୍ତମାନ ଏମିତି ଏକ ସମୟ ଆସିଛି, ଭାରତ ଆତ୍ମନିର୍ଭର କ୍ଷେତ୍ରରେ ବାଜି ମାରି ପୃଥିବୀର ସର୍ବୋଚ୍ଚ ସ୍ଥାନ ଦାବି କରିବ। ଏଥିରେ ଟିକିଏ ମାତ୍ର ସନ୍ଦେହ ନାହିଁ। ଆମ ଦେଶରେ ଜଳ ସମ୍ପଦ, ଖଣିଜ ସମ୍ପଦ, କୁଟୀର ଶିଳ୍ପ, କାରଖାନା ଠାରୁ ଆରମ୍ଭ କରି ମାନବ ସମ୍ବଳ ପର୍ଯ୍ୟନ୍ତ ମଜବୁତ ରହିଛି। ତେଣୁ ଆମ ଦେଶର ପ୍ରଧାନମନ୍ତ୍ରୀ ଆତ୍ମନିର୍ଭରଶୀଳ ଭାରତ ଗଢ଼ିବା ପାଇଁ 2020 ମସିହା ମଇ ମାସ 12 ତାରିଖରେ କାର୍ଯ୍ୟକାରୀ କରିଛନ୍ତି। ଅର୍ଥ ବ୍ୟବସ୍ଥା, ଆଧୁନିକ ଶିଳ୍ପ ଉଦ୍ୟୋଗ, ପ୍ରଯୁକ୍ତି ବିଦ୍ୟା, ଯୁବଶକ୍ତି ଓ ଚାହିଦା ଆଧାରରେ ଆଦି ପ୍ରତିଟି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ଭାରତର ଅଗ୍ରୀମ ରହିଛି। ପ୍ରଧାନମନ୍ତ୍ରୀଙ୍କ ନୀତି ଭୋକାଲ ଫର ଲୋକାଲ ପ୍ରତି ଅଧିକ ଗୁରୁତ୍ୱ ଦିଆଯାଉଛି। ଭାରତ ଆଜି ପ୍ରାୟ 90ଟିରୁ ଅଧିକ ଦେଶକୁ ପ୍ରାୟ 75,000 ବସ୍ତୁ ରପ୍ତାନି କରିବାରେ ସକ୍ଷମ ହୋଇଛି। ଆମ ଭାରତର 65% ଯୁବ ସମାଜ ଆଜି କାର୍ଯ୍ୟକ୍ଷେତ୍ରରେ ସର୍ବଦା ସକ୍ରିୟ ରହିଛନ୍ତି। ଭାରତର ସ୍ମାର୍ଟଫୋନ୍, ରିଲାଏନ୍ସ ଇଣ୍ଡିଆନ୍ ଅଏଲ, ନ୍ୟାଚୁରାଲ ଗ୍ୟାସ୍ ସାରା ବିଶ୍ୱରେ ଆଜି ପ୍ରଚଳିତ। ଆମ ପାଖରେ ପ୍ରତିଭା ଓ ଦକ୍ଷତା ଭରପୁର ରହିଛି। ତେଣୁ ଆନ୍ତରିକତା ଓ ସହଯୋଗରେ ଆତ୍ମନିର୍ଭରଶୀଳ ହେବା ଏକ ବୁଦ୍ଧିମାନର କାର୍ଯ୍ୟ। ପଣ୍ଡିତ ନେହେରୁଙ୍କର ପଞ୍ଚବାର୍ଷିକ ଯୋଜନା ହେଉ ଅଥବା ସର୍ଦ୍ଦାର ପଟେଲଙ୍କ ଶ୍ୱେତ ବିପ୍ଳବ, ପରମାଣୁ କ୍ଷେତ୍ରରେ ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ଫଣ୍ଡାମେଣ୍ଟାଲ ରିସର୍ଚ୍ଚ ହେଉ ଅଥବା ଏମ୍ସ ଭଳି ଗବେଷଣାମୂଳକ ଡାକ୍ତରଖାନା ଦେଶକୁ ଆତ୍ମନିର୍ଭରଶୀଳ କରିବାରେ ଆଜି ସକ୍ଷମ ହୋଇପାରିଛି। ଭ୍ରାମ୍ୟମାଣ ଯନ୍ତ୍ରର ଉଦ୍ଭାବନ, ଶୂନ୍ୟର ଆବିଷ୍କାର, ଚନ୍ଦ୍ରପୃଷ୍ଠରେ ଜଳ ଅନ୍ୱେଷଣ
ଆମ ଦ୍ୱାରା ସମ୍ଭବ ହୋଇପାରିଛି। ତେବେ ପଛଘୁଞ୍ଚା ନ ଦେଇ ବିକାଶଶୀଳ ଭାରତର ପଥରେ ଆଗେଇ ଯିବା ଏକ ବୁଦ୍ଧିମାନର କାର୍ଯ୍ୟ। ଯେତେବେଳେ ଭାରତୀୟମାନେ କୌଟିଲ୍ୟ, ଚରକ, ପାଣିନି ଇତ୍ୟାଦିଙ୍କ ପ୍ରଦତ୍ତ ଜ୍ଞାନ ଆହରଣ କରି ବିକଶିତ ହେଉଥିବେ, ସାରା ବିଶ୍ୱକୁ ପଛରେ ପକାଇ ଆତ୍ମନିର୍ଭରତାର ସିଡ଼ି ଅତିକ୍ରମ କରୁଥିବେ, ଆମର ସଂକଳ୍ପ ଆହୁରି ମଜବୁତ ହେଉଥିବ। ସେତେବେଳେ ଆତ୍ମନିର୍ଭରତାର ନଭଶ୍ଚୁମ୍ବୀ ଅଟ୍ଟାଳିକା ସୃଷ୍ଟି ହୋଇପାରିବ। ବିଶ୍ୱଗୁରୁ ସାଜି ପୁଣି ବିଶ୍ୱରେ ଆମକୁ ଆମର ଉଚ୍ଚ ସ୍ଥାନକୁ ବଜାୟ ରଖିବାକୁ ହେବ। ଆତ୍ମନିର୍ଭର ଭାରତର ସ୍ୱପ୍ନ ଆମକୁ ସାକାର କରିବ ଅଥବା ଆମର ଜୀବନକୁ ସୁଦୃଢ଼ ଏବଂ ସୁଖମୟ କରିବ, ଏଥିରେ ଟିକିଏ ମାତ୍ର ସନ୍ଦେହ ନାହିଁ। ତେବେ ଏବେ ଆସନ୍ତୁ ଗାଇବା, ସାକାର କରିବା ବାପୁଙ୍କର ସ୍ୱପ୍ନ, ସମୃଦ୍ଧ କରିବା ଦେଶ ଆମର, ନିଜ ଦେଶେ ନିଜ ଜିନିଷ ଗଢ଼ିବା, କରିବା ସଭିଙ୍କୁ ଆତ୍ମନିର୍ଭର। ଧନ୍ୟବାଦ। ଧନ୍ୟବାଦ ପିଲାମାନେ। ଭିଡ଼ିଓଟି କେମିତି ଲାଗିଲା ନିଶ୍ଚୟ କମେଣ୍ଟ କରିବ, ଲାଇକ୍ କରିବ ଏବଂ ସେୟାର କରିବ। ଠିକ୍ ଅଛି। ଏବଂ ତୁମର ଆବଶ୍ୟକ ପଡ଼ୁଥିବା ଯେଉଁ ସବୁ ରଚନା ହେଉ, ପ୍ରବନ୍ଧ ହେଉ, ପତ୍ର ଲିଖନ ହେଉ, ତୁମେ କମେଣ୍ଟ କରିବ। ଏବଂ ଅନ୍ୟ କୌଣସି ପ୍ରକାର ପ୍ରଶ୍ନ ଯଦି ଅଛି ତୁମେ କମେଣ୍ଟ କରିବ। ଆମେ ଯଥାଶୀଘ୍ର ତାହାର ଭିଡ଼ିଓ ପ୍ରସ୍ତୁତି କରି ରିଲିଜ୍ କରିବୁ। ଠିକ୍ ଅଛି। ଧନ୍ୟବାଦ।